ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଗଜା ଧାନ ଦେଖାଇ କାନ୍ଦି ପକାଇଲେ ଗଞ୍ଜାମର ଚାଷୀ। ନିଜର ଦୁର୍ଦ୍ଦଶା କଥା ନବୀନଙ୍କ ଆଗରେ ଗୁହାରି କରିଛନ୍ତି ସେମାନେ। ଚାଷୀଙ୍କ ସହିତ ଆଲୋଚନା କରିବା ବେଳେ ନବୀନ ପଟ୍ଟନାୟକ କହିଛନ୍ତି, ଅଦିନିଆ ବର୍ଷାରେ ଚାଷୀଙ୍କର ବ୍ୟାପକ କ୍ଷତି ହୋଇଛି, ସେମାନଙ୍କୁ କ୍ଷତିପୂରଣ ଦିଆଯାଉ ବୋଲି ଦାବି କରିଛନ୍ତି ନବୀନ ପଟ୍ଟନାୟକ। ଅଦିନିଆ ବର୍ଷାରେ ଗଞ୍ଜାମ ଜିଲ୍ଲାରେ ବ୍ୟାପକ ଫସଲ ହାନି ହୋଇଛି। ଏହାର ଅନୁଧ୍ୟାନ କରିବାକୁ ଆଜି ସେ ଗଞ୍ଜାମ ଯାଇଛନ୍ତି। ଶେରଗଡ଼ରେ ପ୍ରଥମେ ପହଞ୍ଚିବା ପରେ ସେ ତାକରଡ଼ା ଅଞ୍ଚଳର ଚାଷୀଙ୍କ ସହିତ ଆଲୋଚନା କରିଥିଲେ। ପରେ ସେ ହିଞ୍ଜିଳି ବ୍ଲକର ପୁଙ୍ଗିଡ଼ି ଯାଇଥିଲେ। ସେଠାରେ ଚାଷୀଙ୍କ ଦୁଃଖ ବୁଝିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଏହାପରେ ଆସ୍କା ବ୍ଲକ ବରଗାଁରେ କ୍ଷତିଗ୍ରସ୍ତ ଚାଷୀଙ୍କର ଅବସ୍ଥା ପଚାରି ବୁଝିଥିଲେ ବିଜେଡି ସୁପ୍ରିମୋ। ଆସିକା ପରେ କବିସୂର୍ଯ୍ୟନଗରରେ ପହଞ୍ଚି ଚାଷୀଙ୍କୁ ଭେଟିଥିଲେ। ସେଠାରୁ ଖଲିକୋଟ ବ୍ଲକର ଭରସା ଗାଁରେ ଚାଷୀଙ୍କୁ ଭେଟିଛନ୍ତି ନବୀନ। ନବୀନଙ୍କ ଗସ୍ତ ସମୟରେ ହଜାର ସଂଖ୍ୟାରେ ଚାଷୀ ବିରୋଧୀ ଦଳ ନେତା ନବୀନଙ୍କୁ ସେମାନଙ୍କର ଦୁଃଖ ଜଣାଇଛନ୍ତି। पाखरे आज पहुँचुंट एवं खूब समय कम समय भितर से कविसूर्यनगर पहुँची सारी एवं चाषी पाखे पहुँचे। ये जो कार्यक्रम रही से चाषी सुख दुखरे सामिल होगापी आसी एवं आमे यही समावेश रे राज्य सरकार को एवं केंद्र सरकार को पाखे दाबी करुछु जे जो धान नष्ट होती तार क्षतिपूरण दिंतु। जो लोन नहीं चाषी माने से लोन छाड़ करा जाऊ एवं जो धान रही जी तार एफएक्यू मान जांच न करी सीधा सीधी सरकार ताकू पेडी प्रोक्योरमेंट माध्यम ग्रहण करंतु एवं आमे चाहूँ डिमांड करुछु जे 3100 टंका लेखे जो कमिटमेंट करिसेंती से 3100 टंका लेखे चाषी को दिया जाए। गंजामरो भगवान पारी।